ହେଇଟି ଶୁଣୁଛ ବାହାରିଲ ଯିବା। ରାତି ଆସିକି 10ଟା ବାଜିଲାଣି, କୁଆଡେ ଯିବା ଏତେ ରାତିରେ? ତମେ ବାହାରୁନ ଯିବା, ବାଟରେ କହିମି କୁଆଡେ ଯିବା। ରାତି 10:30 ବେଳେ ଆମ ମ୍ୟାଡାମ ମତେ ବାହାରକୁ ନେଇ ଯାଉଛନ୍ତି। ପଚାରୁଛି କୁଆଡେ ନେଇକି ଯାଉଛନ୍ତି, ହେଲେ କିଛି କହୁନାହାନ୍ତି। ଚାଲନ୍ତୁ ଦେଖିବା କୁଆଡେ ସେ ନେଇକି ଯାଉଛନ୍ତି। ଆକ୍ଚୁଆଲି ଏଇଟା ବି ସତ କଥା ଯେ ଖାଇସାରିଲା ପରେ କିଛି ସମୟ ୱାକ୍ କରିବା ଦରକାର। ନାଇଟ୍ ଆଉଟ୍ ନୁହଁ, ୱାକ୍ କରିବା ଦରକାର। ଆଲୋ ଆଲୋ, ଏଟା କୋଉ ଜାଗା? ଇଲୋ ହେଇ, ଏଟା ବା ଆମ ଡମଣା ହାଟ। ଓହୋ, ହଁ ଏଥର ବୁଝିପାରିଲି କ'ଣ ପାଇଁ ଆମେ ଆସିଛନ୍ତି। ଆକ୍ଚୁଆଲି ଡମଣା ହାଟଟା 11ଟା ପର୍ଯ୍ୟନ୍ତ ଖୋଲା ରୁହେ, ରାତି 11ଟା ପର୍ଯ୍ୟନ୍ତ। ତ ଯେତେ ସମୟ ବଢ଼ି ଚାଲେ ଟିକେ ପରିବା ଶସ୍ତା ହେଇଚାଲେ। କ'ଣ ବାଛୁଛୁ? ଭିଡ଼ିଓ ବନାଉଛି। ନା ନା, ତମେ ବ୍ୟାଗ୍ ଧରନି, ସେଟା ମୋ କାମ, ସେଟା ମୁଁ ଧରିବି। ଫାଇନାଲି ପରିବା କିଣା ସରିଲା ଆମର। ଏଥର ଆମେ ଚାଲିଲୁ ଘରକୁ। କେମିତି ଲାଗିଲା ବୁଲିକି ଜାଗା? ଏକଦମ କଳା କଳା ଦେଖାଉଛି ତ ମୁଁ। କଥା ପଚାରୁଛି, ବହୁତ ଭଲ ଲାଗିଲା। ସରିଲା। ଆଉ ହାଟର ଗୋଟେ ଏଇଟା ହେଲେ ଲାଭ ନା। ରାତି 11ଟା ବେଳେ ଯିବେ ମାନେ ସବୁ ଶସ୍ତା ମିଳିବ। 200 ଟଙ୍କାରେ 10 ଦିନର ଜିନିଷ ପଳେଇ ଆସିଲା। ଘରକୁ ପଳେଇ ଆସିଲୁ। ଏଇ ଥିଲା ଆମର ଖାଦ୍ୟ ପରବର୍ତ୍ତୀ ରାତିର କାହାଣୀ। ରହୁଛୁ, ଜୟ ଜଗନ୍ନାଥ।